ରାୟଗଡ଼ା ନ୍ୟୁ ଟାଉନ୍ ପୂଜା କମିଟି ସମ୍ମିଳନୀ କକ୍ଷ ପରିସରରେ ଆଜି ଏକତା ସଂଗଠନର ସମ୍ମାନିତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ। ଦିନ 12ଟାରୁ 2ଟା ପର୍ଯ୍ୟନ୍ତ ରାୟଗଡ଼ା ଏକତା ସଂଗଠନର ସମ୍ମାନିତ ସମାରୋହ 2025 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନ୍ୟୁ ଟାଉନ୍ ପୂଜା କମିଟି ସମ୍ମିଳନୀ କକ୍ଷ ପରିସରରେ ସଂଗଠନର ସଭାନେତ୍ରୀ ଜୟନ୍ତୀ ମହାନନ୍ଦିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶଶିଭୂଷଣ ପଟ୍ଟନାୟକ, ବରିଷ୍ଠ ନାଗରିକ ଗଣେଶ୍ୱର ଭାରିମଲ, ଆଇନଜୀବୀ ଲାବଣ୍ୟ ମୋହନ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଅତିଥିମାନଙ୍କ ଦ୍ୱାରା ଗଛ ମୂଳରେ ପାଣି ଦିଆଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାଶୀପୁର ବ୍ଲକର 12 ଜଣ, ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ରାୟଗଡ଼ାର କାର୍ଯ୍ୟରତ 15 ଜଣ ସାମ୍ବାଦିକମାନଙ୍କୁ ଏକତା ସଂଗଠନ ପକ୍ଷରୁ ପ୍ରାୟ 42 ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅତିଥିମାନେ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସରପଞ୍ଚଙ୍କ ଦାୟିତ୍ୱ ଏବଂ ଜନତାଙ୍କ ସୁବିଧା ଅସୁବିଧାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇ ସମାଧାନ କରିପାରୁଥିବାରୁ ସମାଜ ପାଇଁ ଜାଗୃତି ପ୍ରହରୀ ସାଜିଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତ ଅତିଥିମାନଙ୍କୁ ସେମାନେ ଏକତା ସମାରୋହ ପୁରସ୍କୃତ କରାଯାଇଥିଲା। ଏଥିରେ ସମସ୍ତେ ସମ୍ମାନିତ ହୋଇଥିଲେ ଏବଂ ମାନପତ୍ର ଦେବା ସହ ସେମାନଙ୍କୁ ସମ୍ମାନ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏ ହେଉଛି ସେହି ସମୟର ଦୃଶ୍ୟ। ତେବେ ଏହି କାର୍ଯ୍ୟକ୍ରମ ଉପରେ ବିଭିନ୍ନ ପ୍ରକାର ଲୋକଙ୍କ ସହିତ ସରପଞ୍ଚ ଏବଂ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ମିଶି ସେମାନେ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।